ସାମ୍ବାଦିକ ସମ୍ମିଳନୀ ଡାକିବାର ମୁଖ୍ୟ କାରଣ ହେଉଛି ଉଦ୍ଦେଶ୍ୟ ହେଉଛି ଯେ ଆପଣମାନେ ଆମକୁ ସାହାଯ୍ୟ କରନ୍ତୁ। ଆପଣମାନେ ସାମ୍ବାଦିକ ଭାଇ ଭଉଣୀଙ୍କ ମାଧ୍ୟମରେ ସମସ୍ତଙ୍କ ପାଖରେ ଏହି ରାମନବମୀର ନିମନ୍ତ୍ରଣ ପତ୍ର ପହଞ୍ଚୁ। ଆଉ ଆମର ଏଇ ଯେଉଁ ରାମନବମୀ କେମିତି ସୁରୁଖୁରୁରେ ହେବ ତା ପାଇଁ ଆପଣମାନେ ଆମକୁ ସାହାଯ୍ୟ କରନ୍ତୁ। ଆଜ୍ଞା, ଆପଣମାନେ ଜାଣିଥିବେ ଏପ୍ରିଲ 17 ତାରିଖ ଶ୍ରୀରାମ ନବମୀ ପଡ଼ୁଛି, ଯେଉଁଟାକି ଆମେ ଶ୍ରୀରାମ ନବମୀ ଉତ୍ସବ କମିଟି ରାୟଗଡ଼ ଜିଲ୍ଲା ତରଫରୁ ଗୋଟେ ତିଆରି କରିଛୁ। ସେହି ଉତ୍ସବ କମିଟି ତରଫରୁ ଆମେ ଗୋଟେ ଶ୍ରୀରାମଙ୍କର ଭବ୍ୟ ସମ୍ବର୍ଦ୍ଧନା କରିବୁ, ଗୋଟେ ରଥ ତିଆରି କରିବୁ ରାମ ଭଗବାନଙ୍କର। ଆଉ ରାମ ଭଗବାନଙ୍କ ନାଁ ନେଇକିନା 18ଟା ଗ୍ରୁପ୍ ସଂକୀର୍ତ୍ତନ ମଣ୍ଡଳୀ ଆସିବେ। ସେମାନଙ୍କ ମଧ୍ୟରେ ଆମେ ବ୍ରାହ୍ମଣ ସାହି ରାମ ମନ୍ଦିରରୁ ଶୋଭାଯାତ୍ରାରେ ବାହାରିବୁ। ତାହା ରାୟଗଡ଼ାର ମୁଖ୍ୟ ରାସ୍ତା ଦେଇକିନା ଓଭରବ୍ରିଜ୍ ଦେଇକି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାଇଡ୍ ବାଟେ ଯାଇ ଭେଙ୍କଟେଶ୍ୱର ମନ୍ଦିରରେ ପହଞ୍ଚିବ। ସେଠାରେ ଆମେ ଆମର ଶୋଭାଯାତ୍ରା ସମାପ୍ତ କରିବୁ। ତାପରେ ପ୍ରସାଦ ସେବନ କରିବୁ। ଆଉ ରାୟଗଡ଼ାର ଯେଉଁ ମନ୍ଦିର ଯାକ ଅଛି ତାର ମୁଖ୍ୟ ପୂଜକମାନଙ୍କୁ ଡାକିକି ସମ୍ମାନିତ କରିବୁ।